ଆମ ଦେଶରେ ବର୍ତ୍ତମାନ ଯାହା ଚାଲିଛି ଏବେ ଗୋଟେ ସବୁଠାରୁ ବଡ଼ ମୁଭମେଣ୍ଟ ହେବାକୁ ଯାଉଛି। ଏଇ ମୁଭମେଣ୍ଟରେ କେବଳ ଭାରତର ଯୁବକ ଯୁବତୀ ନୁହଁ, ଛୋଟ ଛୁଆଠାରୁ ଆରମ୍ଭ କରି ବଡ଼ ବୃଦ୍ଧ ପର୍ଯ୍ୟନ୍ତ ଏବଂ ବିପକ୍ଷ ଦଳର ନେତାମାନେ ମଧ୍ୟ ଓହ୍ଲେଇ ଆସିଛନ୍ତି ଆନ୍ଦୋଳନରେ ଯୋଗ ଦେବା ପାଇଁ। କାରଣ ଏ ଭାରତ ଦେଶ ସମସ୍ତଙ୍କର, ଜାଣିସାରିଛନ୍ତି ଏ ଦେଶର ସରକାର କେତେ କଦର୍ଯ୍ୟ, କେତେ ମୂର୍ଖ, କେତେ କଳଙ୍କିତ ସରକାର ସବୁ ଜାଣିସାରିଲେଣି। ଏ ଦେଶର ପରିସ୍ଥିତି ଏବେ କୁଆଡ଼କୁ ଯାଉଛି ସବୁ ଜାଣିସାରିଛନ୍ତି। ଯଦି ଏହି ଦେଶ ସେ ସରକାରଙ୍କ ହାତରେ ଆଉ କିଛି ଦିନ ରହିବ, ତାହେଲେ ଏଟା ମୁଁ 100% କହୁଛି, ଭାରତର ଅବସ୍ଥା ସବୁ ଦେଶ ତୁଳନାରେ ପୁରା ନିମ୍ନ ସ୍ତର ହେଇଯିବ। ସବୁ କ୍ଷେତ୍ରରେ ତ ପଛୁଆ। ଯଦି ଦେଖିବା ପିସ୍ ଇଣ୍ଡେକ୍ସ କ୍ଷେତ୍ରରେ ଭାରତ 137 ସ୍ଥାନରେ ଅଛି। ଭ୍ରଷ୍ଟାଚାର କ୍ଷେତ୍ରରେ ଭାରତ 91 ସ୍ଥାନରେ ଅଛି। ଶାନ୍ତି କ୍ଷେତ୍ରରେ 116 ସ୍ଥାନରେ ଅଛି। କେବଳ ସେତିକି ନୁହଁ, ସବୁ କ୍ଷେତ୍ରରେ ସେ ପଛରେ ଅଛି। କେଉଁ କ୍ଷେତ୍ରରେ ସେ ଆଗୁଆ କିଛି ଜଣାପଡ଼ୁନାହିଁ। ଖାଲି ଆମେ କହୁଛନ୍ତି ଭାରତ ଆଗୁଆ, ଭାରତ ସର୍ବଶ୍ରେଷ୍ଠ। କେଉଁ କ୍ଷେତ୍ରରେ ଆଗୁଆ? ଲୋକମାନେ କେମିତି କହିବେ ଭାରତ ଆଗୁଆ ବୋଲିକି? ଏଇଭଳିଆ ପ୍ରଧାନମନ୍ତ୍ରୀ ଦେଶରେ ଅଛି, ଯେଉଁ ପ୍ରଧାନମନ୍ତ୍ରୀ ଭିଜନଲେସ୍, ମୂର୍ଖ, କଦର୍ଯ୍ୟ, ନା କାମ୍ୟ ପ୍ରଧାନମନ୍ତ୍ରୀ, ଯାହା ପାଇଁ ଦେଶ ଆଜି এই ଅବସ୍ଥାରେ ପହଞ୍ଚିଛି। ଭାରତର ଯୁବକଙ୍କର, ଯୁବତୀମାନଙ୍କର କଥା ତାଙ୍କୁ ଶୁଭୁନି। ଶିକ୍ଷା କେଉଁ କ୍ଷେତ୍ରରେ ପହଞ୍ଚିଲାଣି, ଶିକ୍ଷାର ଅବସ୍ଥା କ'ଣ ହେଲାଣି, କିଏ ବୁଝିଛନ୍ତି? ଯାହାକୁ ଆମେ ବିଶ୍ୱାସ କରୁଥିଲେ ଜୁଡ଼ିସିଆରୀ, ଅଦାଲତ, ସେ ମଧ୍ୟ ଆମ ସାଙ୍ଗ ଛାଡ଼ି ଦେଇଛି। CGI, ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ ସୂର୍ଯ୍ୟକାନ୍ତ କ'ଣ କହୁଛନ୍ତି? ତାଙ୍କୁ ଯେତେବେଳେ ଭିଡ଼ିଓ ଦେଖାଗଲା ଭାରତର ଯୁବକ ଯୁବତୀମାନଙ୍କ ଅବସ୍ଥା କ'ଣ ହେଉଛି, ଆନ୍ଦୋଳନରେ କେମିତି ଶିକାର ହେଉଛନ୍ତି, ସେ ଜିନିଷ କହିଲେ ମୁଁ ଦେଖିବି ନାହିଁ, ତା ଦ୍ୱାରା କିଛି ହସ୍ତକ୍ଷେପ ମୁଁ କରିବି ନାହିଁ, ତାକୁ ଦେଖିବା ମୋର ସମୟ ନାହିଁ। ଯଦି ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ ଏଇଭଳିଆ କହିବେ, ତାହେଲେ ଦେଶ କେଉଁ ଅବସ୍ଥାରେ ରହିବ? କାହାକୁ ସହାୟତା ମାଗିବା?